ତାଙ୍କର ସେ ଏକ୍ସପିରିଏନ୍ସ ଯଦି ମାଙ୍କଡ ଭଳିଆ ଡେଇଁବେ ତାହେଲେ ମୁଁ ତଳି କାଟିଲା ଭଳିଆ କାଟି କାଟି ତଳେ ଯିବି। ଫ୍ରି ମିଳିଲା ପରେ ଏ କାମରୁ ଯାଇକି ଧାନ କଟାଟା ବି ଆରମ୍ଭ କରିଦବା। ଭାବୁଛି ଗୀତ ବୋଲିଲେ ଛାଡ଼ିଦେବି, ଆଉ ଗୀତ ଫିତ ବୋଲିବିନି। କାହିଁକିନା କିଏ କୋଉଠି ଶୁଣିକି ଯଦି ମୋବାଇଲରେ ଛାଡ଼ିଦବ ସିଏ ପୁଣି କହିବ ଆମ ଗୀତ କାହିଁ ବୋଲିଲା ବୋଲି। ବହୁତ ଖୁସି, କାରଣ ଛୋଟ ପରଦାରେ ରହୁଥିଲୁ ମୋବାଇଲରେ, ଏବେ ଟେଲିଭିଜନରେ ଆସିଯାଇଛି ଯେହେତୁ ଏଇକା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ, ଗାଁରେ ମା ମାଉସୀ ସମସ୍ତେ ଦେଖିପାରିବେ। ଆଉ ସେଥିପାଇଁ ଥ୍ୟାଙ୍କ୍ସ ଦେବି ଜି ସାର୍ଥକ ଟିମ୍ କି। ଆଉ ବହୁତ ଖୁସି ଲାଗୁଛି, ଏକ୍ସାଇଟମେଣ୍ଟ ବି ଅଛି। ନିହାତି ନିହାତି ଡ୍ୟାନ୍ସ ଟିକେ ଟିକେ କରେ ମୁଁ, ଆଉ ଟିକେ ପ୍ରାକ୍ଟିସ ଜୋରଦାର ଚାଲିଛି ଏଇକା। ତାପରେ କମେଡି ଛୁଙ୍କା ସବୁ ମିକ୍ସ ରହିବ। ସମସ୍ତଙ୍କ ଜୋନର ଅଲଗା, ତାଙ୍କର ସେ ଏକ୍ସପିରିଏନ୍ସ ଯଦି ମାଙ୍କଡ ଭଳିଆ ଡେଇଁବେ ତାହେଲେ ମୁଁ ତଳି କାଟିଲା ଭଳିଆ କାଟି କାଟି ତଳେ ଯିବି। କିନ୍ତୁ ମୋ ଅଲଗା ରହିବ, ତାଙ୍କର ଅଲଗା ରହିବ। ନାଇଁ ହରାହରି ସିଷ୍ଟମ ନାହିଁ, ଆମର ଦିଟା ଟିମ୍ ଅଛି। ଆମ ଟିମ୍ ଜିତିଲେ ମୁଁ ଖୁସି। ମୁଁ ଯଦି 5 ମାର୍କ ଆଣିଛି ସେ 10 ମାର୍କ ଆଣିବେ, ସେ 10 ମାର୍କ ମୁଁ 5 ମାର୍କ ଆଣିବି। ଆମ ଟିମ୍ ଜିତିବା ଦରକାର ବାସ୍। ନାଇଁ ସେଟା ତ ମୁଁ ପ୍ଲାନ୍ ଥିଲା, କିନ୍ତୁ ଏବେ ତାକୁ କ୍ୟାନସଲ ହେଇଛି। ଅଲଗା ଅଲଗା ଗୀତ ସବୁ ରାଉଣ୍ଡ ହିସାବରେ ଚାଲିବ। ଇଏ ମତଲବ ଆର ଫ୍ରି ମିଳିଲା ପରେ ଏ କାମରୁ ଯାଇକି ଧାନ କଟାଟା ବି ଆରମ୍ଭ କରିଦବା। ଟାର୍ଗେଟ ଅଛି ଆ ଭିତରେ କରିବା ପାଇଁ। ହଁ ବହୁତ ଜଲ୍ଦି, ଇଏ ସିଜନ ଫାଷ୍ଟ ସିଜନ ସରିଲା ପରେ ଯାଇକି କରିଦବା ସେଟା। ଆଉ ସେ ଟାଇପର ଗୀତ ଫିତ ତ କାହାକୁ ଗୁଣୁଗୁଣ ହେବା ପାଇଁ ଡର ଲାଗୁଛି, କାହିଁକିନା କାହାର କେତେବେଳେ କୋଉ ମାଇଣ୍ଡ। ଆଉ ଭାବୁଛି ଗୀତ ବୋଲିଲେ ଛାଡ଼ିଦେବି, ଆଉ ଗୀତ ଫିତ ବୋଲିବିନି। କାହିଁକିନା କିଏ କୋଉଠି ଶୁଣିକି ଯଦି ମୋବାଇଲରେ ଛାଡ଼ିଦବ ସିଏ ପୁଣି କହିବ ଆମ ଗୀତ କାହିଁ ବୋଲିଲା ବୋଲି ରିସ୍କ ହବ। ତ ସେଥିପାଇଁ ଯାହା ଆମ ଆଇଡିଆ ଆସିବ ମାଇଣ୍ଡ କି ସେଇ ହିସାବରେ କଣ୍ଟେଣ୍ଟ କରିବ। ଆଉ ଡର ଲାଗିଲେ